107 ବର୍ଷର ଜନ୍ମ ଜୟନ୍ତୀ ଅବସରରେ ଆଜି ଆମ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ତରଫରୁ ଆମର ବିରିଡି ବ୍ଲକରେ ଆଜି ଆମେ ତାଙ୍କର ଜନ୍ମ ଜୟନ୍ତୀ ପାଳନ କରୁଛୁ। ତା ସହିତ ଆମର ପଞ୍ଚାୟତରାଜ ଦିବସ ମଧ୍ୟ ପାଳନ କରାଯାଉଛି, ଯେଉଁଥିରେ କି ଆମର 3ଟି ବ୍ଲକର ଚେୟାରମ୍ୟାନ୍, ଭାଇସ୍ ଚେୟାରମ୍ୟାନ୍, ଜିଲ୍ଲା ପରିଷଦ ଏବଂ ତାଙ୍କ ସହିତ ଦଳୀୟ ସଭାପତି, ବ୍ଲକର ସଭାପତିମାନେ ଏବଂ ସମସ୍ତ ନିର୍ବାଚନ ମଣ୍ଡଳୀର ଆମର ସମସ୍ତ ବ୍ଲକର ସମସ୍ତ ଛାମୁଆ ନେତାମାନେ ମଧ୍ୟ ଆଜି ଉପସ୍ଥିତ ଅଛନ୍ତି। ତାଙ୍କ ସହିତ ପାଖାପାଖି 2000-3000 କର୍ମୀ ମଧ୍ୟ ଉପସ୍ଥିତ ଅଛନ୍ତି। ଆଜି ଆମର ନବୀନ ଓଡ଼ିଶା ଗଢ଼ିବା ପାଇଁ ଯେଉଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଯେଉଁ ନବୀନ ଓଡ଼ିଶା ଗଢ଼ିବା ପାଇଁ ଆମେ ବିଜୁ ଜନତା ଦଳ ପାଇଁ ଆଗକୁ ଯେଉଁ ଇଲେକ୍ସନ୍ ଅଛି 24 ପାଇଁ ଯେଉଁ ଇଲେକ୍ସନ୍ ଅଛି ତା ପାଇଁ ଆମେ ସମସ୍ତେ ଶପଥ ଗ୍ରହଣ କରିବୁ। ତା ସହିତ ଆମେ ଆମ ଦଳକୁ କିପରି ସଂଗଠିତ କରି ରଖିପାରିବୁ, ଆମର ପଞ୍ଚାୟତ ଗୁଡ଼ିକ କିପରି ମଜବୁତ ହେଇପାରିବ, ଆମର ୱାର୍ଡ ଗୁଡ଼ିକ କିପରି ମଜବୁତ ହେଇପାରିବ, ସେଥିପାଇଁ ଆମେ ଯୋଜନା କରିବୁ। ସାଙ୍ଗଠିକ ସ୍ଥିତି କେବେ ବି ଦୁର୍ବଳ ହୁଏନି କି ହେବ ନାହିଁ, କାହିଁକିନା ଏଇଟା ହେଉଛି ବିଜୁ ଜନତା ଦଳ ନିଶ୍ଚିତ ଭାବରେ ଆଗକୁ ସଂଗଠିତ ହେଇଛି।